ଯେକୌଣସି କାମକୁ ଅଧାରୁ ଛାଡ଼ନ୍ତୁ ନାହିଁ। ଲକ୍ଷ୍ୟ ସ୍ଥିର କରି କାର୍ଯ୍ୟ ଆରମ୍ଭ କରନ୍ତୁ। ଉଦାସ ହୁଅନ୍ତୁ ନାହିଁ, ଚଞ୍ଚଳ ମନା ହୁଅନ୍ତୁ ନାହିଁ। ନିଦ୍ରା, ଜାଗରଣ, ଭ୍ରମଣ, କଥନ, ଭୋଜନରେ ଅତିମାତ୍ରାକୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ବିଳାସ ବ୍ୟସନଠାରୁ ଦୂରେଇ ରୁହନ୍ତୁ। ଆହାର ସଂଯମ କରନ୍ତୁ। ବାକ୍ ସଂଯମ, ଚିତ୍ତ ସଂଯମ କରନ୍ତୁ। ହୃଦୟର ଜ୍ୱାଳା ଯନ୍ତ୍ରଣାକୁ ସହଜରେ ଗ୍ରହଣ କରନ୍ତୁ। ଯେ କ'ଣ ଥିଲେ କାହାର ପ୍ରୟୋଜନ ମୂଲ୍ୟହୀନ। ସତ୍ୟ ଥିଲେ ତପସ୍ୟା ମୂଲ୍ୟହୀନ। ମନ ପବିତ୍ର ଥିଲେ ତୀର୍ଥଯାତ୍ରା ମୂଲ୍ୟହୀନ। ସୌଜନ୍ୟ ଥିଲେ ଅନ୍ୟ ସବୁ ଗୁଣ ମୂଲ୍ୟହୀନ। ମିତ୍ର ଥିଲେ ଉତ୍ତମ ଔଷଧ ମୂଲ୍ୟହୀନ। ପ୍ରିୟା ବିଚ୍ଛେଦ ଘଟିଲେ ଯୌବନ ମୂଲ୍ୟହୀନ। ପୁତ୍ର ଜାତ ନ ହେଲେ ସ୍ତ୍ରୀ ସଂସର୍ଗର ଫଳ ମୂଲ୍ୟହୀନ। ବିଦ୍ୟା ନଥିଲେ ଆନ ଧନ ମୂଲ୍ୟହୀନ। ଲଜ୍ଜା ଥିଲେ ଆଭୂଷଣ ମୂଲ୍ୟହୀନ। କ୍ଷମା ଥିଲେ କବଚ ମୂଲ୍ୟହୀନ। ଲୋଭ ଥିଲେ ଶତ୍ରୁ ମୂଲ୍ୟହୀନ। କେଉଁ ଗୃହସ୍ଥ ଅଶାନ୍ତିରେ ଥାଏ? ମନ୍ଦ ଗ୍ରାମରେ ବାସ କଲେ, ହୀନ ଲୋକର ସେବା କଲେ, କୁଖାଦ୍ୟ ଖାଇଲେ, ଭାର୍ଯ୍ୟା କୋପିନୀ ହେଲେ, ପୁତ୍ର ମୂର୍ଖ ହେଲେ, କନ୍ୟା ବିଧବା ହେଲେ, ହିତାର୍ଥୀ ଗୃହୀ ଗୃହକର୍ମରେ ହତୋତ୍ସାହ ହେଲେ, ବିନା ଅଗ୍ନିରେ ଶରୀର ଦହନ ହେଲେ, ଗୃହସ୍ଥ ଅଶାନ୍ତିରେ ଥାଏ। ନାରୀ ଯାହା ଘରେ ରୋଗରେ, ଗୋରୁ ଯାହା ଘରେ ନାହାନ୍ତି ସୁସ୍ଥ, ଚାକର ଯାହା ଘରେ ନୋହେ ବିଶ୍ୱସ୍ତ, ଅଶାନ୍ତିରେ ସଢ଼େ ସେହି ଗୃହସ୍ଥ। ମୂର୍ଖ ପୁଅ ଆଉ ବିଧବା ଝିଅ ବିନା ନିଆଁରେ ଦହନ୍ତି ଦେହ। ଯେପରି ଦେବତାମାନେ ଅମୃତ ପାଇବା ପରେ ବି ସ୍ୱର୍ଗ ଅପସରାମାନଙ୍କ ଅଧର ଅମୃତ ପାନ କରିବାକୁ ବ୍ୟଗ୍ର ରହିଥାନ୍ତି, ସେହିପରି ଗୋଟିଏ ଭାଷାରେ ସମ୍ପୂର୍ଣ୍ଣ ଜ୍ଞାନ ରଖିବି ଚାଣକ୍ୟ ଅନ୍ୟାନ୍ୟ ଭାଷା ବିଷୟରେ ଜ୍ଞାନ ଲାଭ କରିବା ପାଇଁ ବ୍ୟାକୁଳ ଥିଲେ। ପ୍ରକୃତ ପକ୍ଷେ ବିଭିନ୍ନ ଭାଷା ଶିକ୍ଷା କରି ଅଧିକରୁ ଅଧିକ ବିଦ୍ୟାର୍ଜନ ଏବଂ ଜ୍ଞାନ ଲାଭ ତାଙ୍କର ଲକ୍ଷ୍ୟ ଥିଲା। ମଳ ତ୍ୟାଗ କରୁଥିବା ଇନ୍ଦ୍ରିୟକୁ ଯେତେ ଥର ସଫା କଲେ ଧୋଇଲେ ବି ତାହା କଦାପି ସ୍ପର୍ଶ ଯୋଗ୍ୟ ହୁଏ ନାହିଁ। ସେହିପରି ପାପୀ ଅଜ୍ଞାନୀମାନଙ୍କୁ ଆପଣ ଯେତେ ଥର ବୁଝାନ୍ତୁ ନା କାହିଁକି ସେମାନଙ୍କ ଉପରେ କିଛି ବି ପ୍ରଭାବ ପଡ଼େ ନାହିଁ। ଯେପରି କୁକୁର ଲାଞ୍ଜକୁ 12 ବର୍ଷ ପର୍ଯ୍ୟନ୍ତ ଗୋଟାଏ ନଳୀରେ ପୁରାଇ ରଖିଲେ ବି ତାହା ସିଧା ହୁଏ ନାହିଁ, ସେହିପରି ଜଣେ ମୂର୍ଖ ସହ କଥା ହୋଇ ତାକୁ ଯେତେ ପ୍ରକାର ବୁଝାଇଲେ ବି ସେ କିଛି ବୁଝିପାରେ ନାହିଁ। କୁକୁର ଲାଞ୍ଜକୁ 12 ବର୍ଷ କହିବାର ଅର୍ଥ ହେଉଛି କୁକୁରର ସାଧାରଣ ଆୟୁଷ 12 ବର୍ଷ, ଅର୍ଥାତ୍ କୁକୁରମାନେ ପ୍ରାୟତଃ 12 ବର୍ଷ ବଞ୍ଚିଥାନ୍ତି। ସତ୍ୟ ଯୁଗରେ ମାନବମାନେ ଅଧିକ ଶକ୍ତି ସମ୍ପନ୍ନ ଥିଲେ, ତେଣୁ ସେ ଯୁଗରେ କଷ୍ଟସାଧ୍ୟ ତପସ୍ୟା ଧର୍ମ ବୋଲି ସ୍ଥିରୀକୃତ ହୋଇଥିଲା। ତ୍ରେତା ଯୁଗରେ ଜ୍ଞାନକୁ ହିଁ ଧର୍ମ ବୋଲି ସ୍ଥିର କରାଯାଇଥିଲା, କାରଣ ତ୍ରେତା ଯୁଗରେ ମନୁଷ୍ୟମାନେ ସର୍ବଦା ଜ୍ଞାନରତ ଥିଲେ। ଦ୍ୱାପର ଯୁଗରେ ତପସ୍ୟା ଓ ଜ୍ଞାନ ହରଣ କରିବାର ଶକ୍ତି ହ୍ରାସ ହେବା ହେତୁ ଯଜ୍ଞ ଯୁଗୋଚିତ ଧର୍ମ ବୋଲି ସ୍ଥିର କରାଯାଇଥିଲା ଏବଂ ଏହି କଳି ଯୁଗରେ ମନୁଷ୍ୟମାନେ ତପସ୍ୟା, ଜ୍ଞାନ ଓ ଯଜ୍ଞ କରିବାକୁ ଅସମର୍ଥ ହେବାରୁ କେବଳ ଦାନକୁ କଳି ଯୁଗରେ ଧର୍ମ ବୋଲି କୁହାଯାଇଅଛି। ଭଗବାନ ଶ୍ରୀକୃଷ୍ଣ କୁହନ୍ତି, ରାତି ଯେତେ ଅଧିକ ଅନ୍ଧାର ହୋଇଥାଏ ତାରାମାନେ ସେତେ ଅଧିକ ଚମକିଥାନ୍ତି, ଆଉ ଦୁଃଖ ଯେତେ ଗଭୀର ହୋଇଥାଏ ଈଶ୍ୱର ସେତେ ଅଧିକ ନିକଟରେ ଥାନ୍ତି। ସେଥିପାଇଁ ପ୍ରତ୍ୟେକ
ଅନ୍ଧାର ରାତି ପରେ ସକାଳ ଆସିବା ନିଶ୍ଚିତ ଏବଂ ପ୍ରତ୍ୟେକ କଷ୍ଟକର ପରିସ୍ଥିତି ପରେ ଭଲ ସମୟ ଆସିବା ନିଶ୍ଚିତ। ଜୟ ଶ୍ରୀ ଜଗନ୍ନାଥ।